ପ୍ରେମ ପ୍ରଥମ କି ଦ୍ୱିତୀୟ ହୋଇ ନଥାଏ। ପ୍ରେମ ତ ତାହା ହୋଇଥାଏ ଯାହା ହେଲା ପରେ ପୁଣି ଥରେ ଜୀବନରେ ହୋଇନଥାଏ। ରାତି ପାହିଲା ପରେ ଯେମିତି ସକାଳ ଆସେ, ସେହିପରି ଦୁଃଖ ପରେ ସୁଖ ନିଶ୍ଚୟ ଆସେ। କେବଳ ପାର୍ଥକ୍ୟ ଏତିକି, ସୁଖ ଜୀବନରେ ଅହଙ୍କାର ଭରିଦିଏ, ଦୁଃଖ କିଛି ଶିକ୍ଷା ଦେଇଯାଏ, ଜୀବନର ପ୍ରକୃତ ମୂଲ୍ୟ ଚିହ୍ନେଇ ଦେଇଥାଏ। କେହି ଦେଖନ୍ତି ନାହିଁ ତୁମ ଲୁହକୁ, କେହି ଅନୁଭବ କରନ୍ତି ନାହିଁ ତୁମ କଷ୍ଟକୁ, କିନ୍ତୁ ସମସ୍ତେ ଦେଖନ୍ତି କେବଳ ତୁମ ଭୁଲଟିକୁ। ଆଜିକାଲିର ସମ୍ପର୍କଟା ଏତେ ଶସ୍ତା ହୋଇଗଲାଣି ଯେ ଆବଶ୍ୟକତା ହେଲେ ଲୋକ କଥା ହେବେ, ନହେଲେ ଦୂରେଇ ଯିବେ। ଦୂରେଇ ଯିବା ପୂର୍ବରୁ ଭାବିବା ଦରକାର, ଯଦି ସମ୍ପର୍କ ରଖିବାର ନଥିଲା ଆରମ୍ଭ କରୁଥିଲେ କାହିଁକି? ଯିଏ ରାଗରେ ଭୁଲ କରନ୍ତି ସିଏ ବଦଳି ଯାଆନ୍ତି, ହେଲେ ଯିଏ ଆତ୍ମଗର୍ବରେ ଭୁଲ କରନ୍ତି ସିଏ ବଦଳନ୍ତି ନାହିଁ। ପାହାଡ଼ ତଳକୁ ଖସି ଯାଇଥିବା ବ୍ୟକ୍ତି ହୁଏତ ଉଠି ଠିଆ ହୋଇପାରେ, କିନ୍ତୁ ନଜରରେ ତଳକୁ ଖସି ଯାଇଥିବା ବ୍ୟକ୍ତି କେବେ ଉପରକୁ ଉଠି ପାରିନଥାଏ। ମନେ ରଖନ୍ତୁ, କେହି କେବେ ନିଜ ଇଚ୍ଛାରେ ବଦଳି ନଥାଏ। କିଛି ଲୋକଙ୍କ କଥାବାର୍ତ୍ତାରୁ ମିଳିଥିବା କଷ୍ଟ ହିଁ ମଣିଷକୁ ବଦଳି ଯିବାକୁ ବାଧ୍ୟ କରିଦେଇଥାଏ। ଯଦି ଆପଣଙ୍କର ହୃଦୟକୁ କିଏ କଷ୍ଟ ଦିଏ, ତାକୁ ଖରାପ ଭାବନ୍ତୁ ନାହିଁ, କାହିଁକିନା ପ୍ରକୃତିର ନିୟମ ହେଉଛି, ଯେଉଁ ଗଛରେ ଅଧିକ ମିଠା ଫଳ ରହିଥାଏ ଲୋକ ସେଇ ଗଛକୁ ହିଁ ପଥର ମାରିଥାନ୍ତି। ଲୋକ କୁହନ୍ତି ପ୍ରେମ ତାକୁ କର ଯାହାକୁ ତୁମେ ପସନ୍ଦ କରୁଛ, କିନ୍ତୁ ମୁଁ କହିବି ପ୍ରେମ ତାକୁ କର ଯିଏ ତୁମ ଫିଲିଙ୍ଗସକୁ ବୁଝିପାରୁଥିବ, ତୁମକୁ ଇଜ୍ଜତ ଦେଉଥିବ ଆଉ ତୁମର ସବୁ ସିଚୁଏସନରେ ତୁମ ସାଥ ଦେଉଥିବ। ଜୀବନରେ ଚାରୋଟି ଜିନିଷ କେବେ ଭାଙ୍ଗ ନାହିଁ: ବିଶ୍ୱାସ, ସମ୍ପର୍କ, ପ୍ରତିଶ୍ରୁତି ଆଉ ହୃଦୟ। କାରଣ ଏମାନେ ଯେବେ ଭାଙ୍ଗନ୍ତି ଶବ୍ଦ ହୁଏନି ସତ, କିନ୍ତୁ ହୃଦୟରୁ ବହୁତ କଷ୍ଟ ହୋଇଥାଏ। ଏକୁଟିଆ ବସି କାନ୍ଦିବା ମଧ୍ୟ ମୃତ୍ୟୁଠାରୁ କିଛି କମ୍ ନୁହେଁ, ଯେଉଁଠି ପ୍ରଶ୍ନ ମଧ୍ୟ ଆପଣଙ୍କ ହୋଇଥାନ୍ତି ଆଉ ଉତ୍ତର ମଧ୍ୟ ଆପଣ ନିଜେ। ସ୍ୱପ୍ନରେ ଥିବା ଲୋକମାନେ ବୁଝନ୍ତି ନାହିଁ ବାସ୍ତବତା କ'ଣ, ସୁଖରେ ଥିବା ଲୋକମାନେ ବୁଝନ୍ତି ନାହିଁ କଷ୍ଟ କ'ଣ, ଆଉ ସ୍ୱାର୍ଥପର ଲୋକମାନେ ବୁଝନ୍ତି ନାହିଁ ସମ୍ପର୍କ କ'ଣ। ସାରା ଜୀବନ ସାଥିରେ ରହିବା ବାଲାକୁ ଜୀବନ ସାଥୀ କୁହାଯାଇ ନଥାଏ। ହକିକତ ତ ସିଏ ଯିଏ ପାଦରେ ପାଦ ମିଶାଇ ଚାଲୁଥାଏ। କେବେ କେବେ ମନକୁ ମନେଇବା ବହୁତ ଭଲ ହୋଇଥାଏ, କାହିଁକିନା ସବୁ ଜିଦି ଆମକୁ ଖୁସି ଦେଇନଥାଏ। ଦୁଃଖରେ ନିଜର ଗୋଟିଏ ଆଙ୍ଗୁଳି ଲୁହ ପୋଛିଥାଏ, ଆଉ ସୁଖରେ 10ଟି ଆଙ୍ଗୁଳି ତାଳି ବଜାଇଥାଏ। ଯେବେ ନିଜର ଶରୀରରେ ଏମିତି କରିଥାଏ ତ ଦୁନିଆ ପାଖରୁ ଅଧିକ କ'ଣ ଆଶା କରାଯାଇପାରେ? ହୋଇପାରେ ସୂର୍ଯ୍ୟ ଆଗରେ ଦୀପ କିଛି ନୁହେଁ, ହେଲେ ଅନ୍ଧାରରେ ବହୁତ କିଛି। ସବୁବେଳେ ସଜାଗ ହୋଇ ରହିବା କଥା, କାରଣ ଋତୁ ଆଉ ମଣିଷ କେବେ ବି ବଦଳି ଯାଇପାରନ୍ତି, ତାର କିଛି ଭରସା ଗ୍ୟାରେଣ୍ଟି ହିଁ ନାହିଁ। ଭଲ ଲୋକ ଆମ ଜୀବନରେ ଆସିବା ଆମ ଭାଗ୍ୟ ହୋଇଥାଏ, ଆଉ ତାକୁ ଯତ୍ନରେ ରଖିବା ଆମ କଳା ହୋଇଥାଏ। ଭୁଲ ମଣିଷର ଜିତିବା ସେତେବେଳେ ନିଶ୍ଚୟ ହୋଇଯାଇଥାଏ ଯେବେ ଠିକ ଲୋକ ଚୁପ୍ ହୋଇଯାଇଥାଏ। ଖୁସି ରହିବା ପାଇଁ ମଣିଷ ଭିତରେ ଏଇ ଦୁଇଟି ଜିନିଷ ରହିବା ଜରୁରୀ ହୋଇଥାଏ: ସହିବାର ଆଉ ଶୁଣିବାର ଶକ୍ତି, ବୁଝିବା ଆଉ ବୁଝେଇବାର ଶକ୍ତି। କିଏ କ'ଣ କରୁଛି, କେମିତି କରୁଛି, କାହିଁକି କରୁଛି, ଏସବୁ ଯେତିକି ଦୂରରେ ରହିବ ସେତିକି ସୁଖରେ ରହିପାରିବ। ବହୁତ ମଜବୁତ ହୋଇଥାଏ ସେହି ଲୋକ ଯାହା ପାଖରେ ହରେଇବା ପାଇଁ କିଛି ନଥାଏ। ପ୍ରେମ ପାଇଁ ଅର୍ଥର କି ସ୍ୱାର୍ଥର ଆବଶ୍ୟକତା ନଥାଏ। ଆବଶ୍ୟକତା ଥାଏ ତ କେବଳ କିଛି ତ୍ୟାଗ, ବିଶ୍ୱାସ ଆଉ କିଛି ଭଲ ପାଇବାର। ଚଢ଼େଇ ଉଡ଼ିବା ନ ଶିଖାଇବା ପର୍ଯ୍ୟନ୍ତ ବସାରେ ରୁହେ, ଯେବେ ଉଡ଼ିବା ଶିଖିଯାଏ ନିଜ ଇଚ୍ଛାରେ ଅନ୍ୟତ୍ର ଉଡ଼ି ଯାଇଥାଏ। ସେମିତି ଏହି ମଣିଷ ନିଜ ଇଚ୍ଛା ଥରେ ପୂରଣ ହୋଇଗଲେ ନିଜ ଠିକଣା ବଦଳାଇ ଦେଇଥାଏ। ବେଶୀ ଭୋଜନରେ ଶରୀର ନଷ୍ଟ, ବେଶୀ ଆଦରରେ ସଂସ୍କାର ନଷ୍ଟ। ଏହି ଦରକାରରୁ ବେଶୀ ସବୁବେଳେ ନଷ୍ଟର କାରଣ ହୋଇଥାଏ। ଅନ୍ୟକୁ ସାହାଯ୍ୟ କରିବାକୁ କାହା ପାଖରେ ସମୟ ନଥାଏ, କିନ୍ତୁ ଅନ୍ୟମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ସମୟ ସମସ୍ତଙ୍କ ପାଖରେ ଥାଏ। ଏ ଦୁନିଆର କୌଣସି ଜିନିଷ ଏତେ ଶୀଘ୍ର ବଦଳି ଯାଏ ନାହିଁ ଯେତେ ଶୀଘ୍ର ଜଣେ ମଣିଷର ଉଦ୍ଦେଶ୍ୟ ଓ ମନୋରଞ୍ଜନ ବଦଳି ଯାଇଥାଏ। ବିଶ୍ୱାସ ଏକ ଛୋଟ ଶବ୍ଦ, ଏହାକୁ ପଢ଼ିବାକୁ ତ 1 ସେକେଣ୍ଡ ଲାଗେ, କିନ୍ତୁ ଭାବିବାକୁ 1 ମିନିଟ୍ ଲାଗିଯାଏ ଏବଂ ବୁଝିବାକୁ ଦିନ ଲାଗିଯାଏ, ପ୍ରମାଣ କରିବାକୁ ସାରା ଜୀବନ ଲାଗିଯାଇଥାଏ। ଭରସା ସମସ୍ତଙ୍କ ଉପରେ କର, କିନ୍ତୁ ସାବଧାନର ସହ କର, କାରଣ ବେଳେବେଳେ ଦାନ୍ତ ବି ଜୀବକୁ ଆଘାତ ଦେଇଥାଏ। ଲୁହ ଢାଳିଲେ କେହି ନିଜର ହୁଅନ୍ତିନି, ଆଉ ଯିଏ ନିଜର ସେ କେବେ ଲୁହ ଦିଅନ୍ତିନି। କେବେ ସମୟ ଓ ସମ୍ପର୍କ ମିଶି ମଣିଷକୁ ଧୋକା ଦିଅନ୍ତି। ମଣିଷ କେବଳ ବାହାରୁ ନୁହେଁ, ଭିତରୁ ହିଁ ଭାଙ୍ଗି ଯାଇଥାଏ। କେବେ ଯଦି ଭଲ ପାଇବାକୁ ଇଚ୍ଛା ହୁଏ, ତେବେ ନିଜ ଦୁଃଖକୁ ଭଲ ପାଅ। ଶୁଣିଛି ଆମେ ଯାହାକୁ ଯେତେ ଭଲ ପାଆନ୍ତି ସେ ସେତିକି ଦୂରକୁ ଚାଲିଯାଆନ୍ତି। କାହାଣୀ ନୁହେଁ, ସାରା ଜୀବନ ଦରକାର। ତୁମ ଭଳି ନୁହେଁ, ବାସ୍ ତୁମେ ଦରକାର। ଭଲ ଜୀବନ ସାଥୀଟିଏ ମିଳିଗଲେ ଲମ୍ବା ରାସ୍ତା ମଧ୍ୟ ଛୋଟ ହୋଇଯାଏ। 2 ଦିନର ଜୀବନ 100 ବର୍ଷ ପରି ମନେ ହୁଏ।
प्रकृत प्रेम को केबे भूली हुएनी आउ से प्रेम हृदय रे श्रुति होई रही जाइए। दूरर किछि माने नाही जदि जागा हृदय रे अछि। हृदयर दुआर को सावधान रे जगी थाओ। जी भल ताको स्वागत हृदय को कर आउ जी खराब ताको बाहर को जीवा को दियो। जेतेबेले जने सरल मनीष हठात नीरव हो जाए मने रख तार नीरवता ही असंख्य दुख को व्याख्या कर दे थाए। अन्य समस्यार कारण हेउथिबा मनीष केबे निज भाग्य गढ़ी पारंती नाही। निशा मद होइतिले बधे हुए छाड़ी होई जाई थांता किंतु जदि निशा प्रेमर हुए केबे छाड़ी होई न थाए। मिछ निजे कहिले भल किंतु आउ केही कहिले राग कोन पई लागे। एईटा कलिजुग बंधु। एठी मिछ को मौका आउ सत को धोखा समस्ते देई थांती। क्रोध एक एपरी भूल होई थाए अन्यर किछि क्षति हेउ कि न हेउ निजर निजे क्षति बहुत होई थाए। सबु बापा माँ निज पिलांकु समान भल पाइबा दियंती किंतु पिला माने निज प्रकृति हिसाब रे भल खराब किंबा अधा भल खराब होई थांती। वर्षार पानी समस्तंक पई समान अटे से गरीब हेउ किंबा धनी। एमिति तुम सह भी निश्चय घटुथिबो। काहाकु तुमे खास भाबी तांकु खास कथाटी कहिथिबो सिए आउ काहा पाखे खास हेबा पई तुम खास कथाटी को कहि देइथिबे। भूल से पर्यंत भूल नुहे जेउ पर्यंत धरा न पड़िछि। एहार गोटिए अर्थ सुजोग अछि भूल को सुधारी नेबा पई। गोटिए कथा प्राय समस्ते मानिबे कि सबुठारु बड़ कष्ट केही निज लोक देई थांती। प्रायतः तांकर हृदय भांगी थाए जहांक हृदय रे निज पई कम अन्य पई अधिक चिंता थाए। जी थरे धोखा देई पारे सी बारंबार धोखा देई पारे। एई कथा को आपण निश्चय मने रखंतु। गोटिए कथा भारी विश्वास रे कहिबी मु अन्य को जतिकी विश्वास करिथिली सी सेही विश्वास को भांगी देले मते छाड़ी देले भी केबे भी सी आउ काहा को विश्वास कलेनी। तांकर मो कथा निश्चय मने पड़िबो। डेरी रे हेले भी मनीष गोटिए दिन एक कथा बुझी ही जाइथिबो। आपण जहार दरकार रे आसितांती ता पई आपण केबे भल मनीष नुहंती। मनीष को बुझीबा आहुरी कष्ट हो जाए जेबे विश्वास को संदेह करिथांती आ निजे संदेह को बहुत विश्वास करिथांती। जदि आज अधिक परिश्रम करी कम रोजगार करूछंती ताहाले एही परिश्रम काली कमी जिवो आ रोजगार मध्य बढ़ी जिवो। काहाठारु हारी जिबा गोटिए शिक्षा होई थाए निजको सुधारिबा पई आहुरी शक्तिशाली हेबा पई। देखा जाउथिबा समस्त भल नुहंती। भल मनीष तो सीए जे दुर्बलता को बुझी पारे सीए नुहे जे दुर्बलता को फायदा उठे थाए। तीनोटी जिनिस करिबा छाड़ी दियो देखिबा आ दुख रहिबो नाही। बंधु भिडियोटी आज पई एतिकी। आ भिडियोटी आपण मानु केमिति लागला कमेंट बॉक्स रे निहाती जणैबे। आ जो माने हम चैनल रे नुआ अछंती दया करी गुटे सब्सक्राइब निश्चय कर दियंतु। ए भलिया नुआ नुआ वीडियो देखिया पई हम चैनल टी को सब्सक्राइब करी पाखरे आस्तुवा बेल नोटिफिकेशन को ऑन कर दियंतु जहा द्वारा हमर वीडियो रे नोटिफिकेशन आपण मानक पाखरे सर्वप्रथमे पहुंची परिबो। आशा करूँ आपण मैंने समस्ते भल थे आ खुशी थे। मु भी बहुत बढ़िया अच्छी खुशी अच्छी। प्रभु जगन्नाथ आपण को सब बेले मंगल करंतु। जय जगन्नाथ।